ଆପଣମାନେ ଅନେକ ଭିଡ଼ିଓ ଦେଖିଥିବେ ଯେଉଁ ଭିଡ଼ିଓରେ କୁହାଯାଉଥିବ କି ନାମ ଜପ କର ନାମ ଜପ କର ନାମ ଜପ କର, କିନ୍ତୁ ଆପଣ ତ ନାମ ଜପ କରୁଛନ୍ତି କିନ୍ତୁ ତଥାପି ଆପଣଙ୍କର ସେଇ ମାନ ଜପରେ ଆଦୌ ମନ ଲାଗୁନି। ଆଉ କ'ଣ ପାଇଁ ମନ ଲାଗୁନି ଆଉ କେମିତି ମନ ଲାଗିବ, ମୁଁ ଆଜି ଆପଣଙ୍କୁ ଏଇ ଭିଡ଼ିଓ ମାଧ୍ୟମରେ କହିବି କି ଆପଣମାନେ କେମିତି ନାମ ଜପରେ ପୁରା ସମ୍ପୂର୍ଣ୍ଣ ମନ ଦେଇପାରିବେ। ନାମ ଜପ ହେଉଛି ଗୋଟିଏ ସାଧନା, ଆଉ ଯେଉଁ ସାଧନା ସିଦ୍ଧି ହେବା ପାଇଁ ସମୟ ବହୁତ ଲାଗିଥାଏ। ଆଉ କିଛି ଲୋକ ଅଛନ୍ତି ଯେଉଁମାନେ ବହୁତ ଅଳ୍ପ ସମୟ ମଧ୍ୟରେ ନାମ ଜପରେ ସିଦ୍ଧି ପାଇପାରିଥାନ୍ତି। ସେଇଟା ନିର୍ଭର କରିଥାଏ ଆମର ଶ୍ରଦ୍ଧା ଆଉ ଭକ୍ତି ଉପରେ। ଆମେ ଯଦି ନାମ ଜପକୁ ସଠିକ୍ ଭାବରେ କରୁଛେ ତାହେଲେ ସେଇ ନାମ ଜପଟା ଆମକୁ ଜଲ୍ଦି ମିଳିଯାଇଥାଏ। କିନ୍ତୁ ଆମେ ଯଦି ନାମ ଜପରେ ମନ ଲଗାଇ ପାରୁନୁ, ଯଦି ସେମିତି ବାସ୍ ଖାଲି ନାମ ଜପ କରୁଛୁ, ତାହେଲେ ସେଇ ନାମ ଜପରେ ସକ୍ସେସ୍ ପାଇବା ପାଇଁ ଆମକୁ ବହୁତ ସମୟ ଲାଗିଯାଇଥାଏ। ମୁଁ ଆପଣଙ୍କୁ କେତେଗୁଡ଼ିକ ଟିପ୍ସ କହିବି ଯାହାଫଳରେ ଆପଣ ନାମ ଜପରେ ପୁରା ସମ୍ପୂର୍ଣ୍ଣ ମନ ଦେଇପାରିବେ। ଚାଲନ୍ତୁ ପ୍ରଥମ ଟିପ୍ସ ଆପଣଙ୍କୁ ମୁଁ କହୁଛି। ପ୍ରଥମ ଟିପ୍ସ ହେଉଛି ଆପଣ ତ ଯେକୌଣସି ଠାକୁରଙ୍କର ନାମ ଜପ କରିପାରିବେ, କିନ୍ତୁ ଯଦି ଆପଣ କୃଷ୍ଣଙ୍କର କି ରାଧାଙ୍କ ନାମ ଜପ କରୁଛନ୍ତି, ରାଧେ ରାଧେ ଯଦି କହୁଛନ୍ତି, ତାହେଲେ ଆପଣଙ୍କ ପାଇଁ ଗୋଟେ ଭଲ ଆଇଡ଼ିଆଟା ହେଉଛି ଯେତେବେଳେ ବି ନାମ ଜପ କରୁଛନ୍ତି ଫୋନ୍ରେ ଥିବା ଯେଉଁ କୃଷ୍ଣଙ୍କର ଯେଉଁ ବଂଶୀର ସାଉଣ୍ଡକୁ ଲଗେଇଦେବେ। ତାହାର ସେହି ହିସାବରେ ଆପଣ କହିବେ ରାଧା ରାଧା ରାଧା। ଯଦି ରାମଙ୍କ ନାମ ବି ଜପ କରୁଛନ୍ତି ତାହେଲେ ରାମଙ୍କର କିଛି ଗୋଟେ ଭଜନ ଲଗେଇଦେବେ, ଯାହାଫଳରେ ଆପଣଙ୍କର ସେ ନାମ ଜପ ପ୍ରତି ବହୁତ ଆଗ୍ରହ ବଢ଼ିଯିବ। ଆଉ ଗୋଟେ ଭଲ ଟିପ୍ସ ହେଉଛି ଆପଣ ଆମିଷ ଠାରୁ ଦୂରେଇ ରୁହନ୍ତୁ। ଆମିଷ ଖାଇବା ବନ୍ଦ କରିଦିଅନ୍ତୁ। ଆଉ ଯଦି କୌଣସି ମାଦକ ଦ୍ରବ୍ୟ ବି ଖାଉଛନ୍ତି ତାକୁ ବି ଖାଇବା ବର୍ଜନ କରିଦିଅନ୍ତୁ। ଆଉ ପୁରା ସାତ୍ୱିକ ଭୋଜନ ଆହାର କରନ୍ତୁ। ଦେଖିବେ ଆପଣ ଧୀରେ ଧୀରେ ଆପଣଙ୍କ ନାମ ଜପ ପ୍ରତି ନିହାତି ଆଗ୍ରହ ସୃଷ୍ଟି ହେବ। ଆଉ ଗୋଟେ ବହୁତ ଭଲ ଟିପ୍ସ ଆପଣଙ୍କୁ ଦେବି, ଯେଉଁଟାକି ଆପଣ ସବୁବେଳେ ଦୂରେଇ ରୁହନ୍ତୁ। ଯେଉଁ ଲୋକମାନେ ହିଂସାବାଦ କରିଥାନ୍ତି, ପରର ଚର୍ଚ୍ଚା କରିଥାନ୍ତି, ମାନେ ପରନିନ୍ଦା କରୁଥିବା ଲୋକମାନଙ୍କ ଠାରୁ ଆପଣ ଦୂରେଇ ରୁହନ୍ତୁ। ସେଇ ଲୋକମାନଙ୍କଠାରୁ ଦୂରେଇ ରହିବା ଫଳରେ ଆପଣଙ୍କ ମାଇଣ୍ଡ ସବୁବେଳେ ଭଲ ରହିବ। ଆମେ ଯଦି ଗୋଟେ ଜାଗାରେ ବସୁଥାଉ, ଯଦି ସେଠି ଗୋଟେ ନେଗେଟିଭ୍ ପିପଲ୍ ଥାଏ, ସେ ଯଦି ସବୁବେଳେ ଅନ୍ୟ ଲୋକମାନଙ୍କ ଏଗନେଷ୍ଟରେ କଥା କହୁଥାଏ, କିମ୍ବା ଯଦି ସବୁବେଳେ ହିଂସାବାଦ ଟାଇପ୍ର କଥା କହୁଥାଏ କି ଈର୍ଷା ମନୋବୃତ୍ତି ଯଦି କଥା କହୁଥାଏ, ସେଇଠି ଆପଣଙ୍କ ମାଇଣ୍ଡଟା ବି ନିଜରେ ବି ଖରାପ ହେବ। ତ ଦେଖିବେ ଯେଉଁମାନେ ଏଇଭଳି ସବୁ ପ୍ରକୃତିର ଲୋକ, ସେଇମାନଙ୍କ ଠାରୁ ଦୂରେଇ ରହିବା ଆପଣ ଶିଖନ୍ତୁ। ଆଉ ଗୋଟେ ବହୁତ ଭଲ ଟିପ୍ସ ହେଉଛି ଆପଣ ଯେତେବେଳେ ଫ୍ରି ଟାଇମ୍ ପାଉଛନ୍ତି ସେତେବେଳେ କିଛି ଭଲ କାମ କରିବା ପାଇଁ ଚେଷ୍ଟା କରନ୍ତୁ। ଯେମିତିକି ଭଲ ଗଛ ଲଗାଇବାକୁ ଚେଷ୍ଟା କରନ୍ତୁ। ନହେଲେ ଯଦି ପାରୁଛନ୍ତି ଟିକେ ନେଚର ସହିତ ଟିକେ ଟାଇମ୍ ସ୍ପେଣ୍ଡ କରନ୍ତୁ। ଯାଇକି ବାଲକୋନିରେ ବସନ୍ତୁ, ନହେଲେ ଗଛରେ ପାଣି ଦିଅନ୍ତୁ। ଏଇଭଳି ସବୁ କାମ କରନ୍ତୁ। ଦେଖିବେ ଆପଣ ଧୀରେ ଧୀରେ ଆପଣଙ୍କ ମାଇଣ୍ଡ ପଜିଟିଭ୍ ଆଡ଼କୁ ପଳାଇ ଆସିବ। ଆଉ ଗୋଟେ ବହୁତ ଭଲ ଉପାୟ ହେଉଛି କି ଆପଣ ଗ୍ରାଟିଟ୍ୟୁଡ଼୍ କରିବା ଆରମ୍ଭ କରନ୍ତୁ। ମାନେ ସବୁ କଥା ପାଇଁ ଆପଣ ଭଗବାନଙ୍କୁ ଧନ୍ୟବାଦ କରିବା ଶିଖନ୍ତୁ। ଯେମିତିକି ଥ୍ୟାଙ୍କ ୟୁ ଭଗବାନ। ଆପଣ ଯେଉଁ ଠାକୁରଙ୍କର ବି ନା ଭଲ ପାଉଛନ୍ତି, ବିଶ୍ୱାସ କରୁଛନ୍ତି, ଧର ମୁଁ ତାରିଣୀକୁ ବିଶ୍ୱାସ କରୁଛି, ମୁଁ କହିବି କି ଥ୍ୟାଙ୍କ ୟୁ ତାରିଣୀ ମା', ମୋତେ ଗୋଟେ ଭଲ ଘର। ଲାଇଫ୍ରେ ଯେତେବେଳେ ଯାହା ବି ହେଉଛି ଆପଣ ବହୁତ ଭଲ କାମ କରୁଛନ୍ତି, ମୋ ପାଇଁ ଭଲ ସବୁ ପ୍ଲାନ୍ କରୁଛନ୍ତି, ତ ସେଥିପାଇଁ ଆପଣଙ୍କୁ ଧନ୍ୟବାଦ। ଏଇଭଳି ଭାବରେ ଆପଣ ଗ୍ରାଟିଟ୍ୟୁଡ଼୍ କରିବା ଶିଖନ୍ତୁ। ଆଉ ଗୋଟେ ନମ୍ବର 6 ପଏଣ୍ଟ ହେଉଛି ଆପଣ ଭଗବାନଙ୍କ ବିଷୟରେ ଜାଣିବା ପାଇଁ ଚେଷ୍ଟା କରନ୍ତୁ। ଯଦି ଆପଣ ରାମଙ୍କ ନାମ ଜପ କରୁଛନ୍ତି ତାହେଲେ ଆପଣ ରାମାୟଣ ବିଷୟରେ ଜାଣିବା ପାଇଁ ଚେଷ୍ଟା କରନ୍ତୁ। ରାମ ସବୁ କ'ଣ କ'ଣ ଭଲ କାମ କରିଥିଲେ ସେଇ ବିଷୟରେ ଜାଣିବା ପାଇଁ ଟ୍ରାଏ କରନ୍ତୁ। ଆଉ ଯଦି କୃଷ୍ଣଙ୍କ ନାମ ଜପ କରୁଛନ୍ତି ତାହେଲେ ଆପଣ ଶ୍ରୀମଦ୍ ଭଗବତ ଗୀତା ପଢ଼ନ୍ତୁ। କୃଷ୍ଣଙ୍କର ଯେଉଁ ବହୁତ ସବୁ ଏପିସୋଡ଼ ଅଛି, ତାଙ୍କର ଯେଉଁ ଲାଇଫ୍ ଷ୍ଟୋରି ଅଛି, ସେସବୁ ଜାଣିବା ପାଇଁ ଟ୍ରାଏ କରନ୍ତୁ। ମାନେ ଆପଣ ଯଦି ନାମ ଜପ କରିବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କ ପୁରାଣ ବିଷୟରେ ବି ଆପଣଙ୍କର କିଛି ଜ୍ଞାନ ରହିବା ଭଲ। ଜ୍ଞାନ ପାଇଁ ତ ଆମକୁ ଜାଣିବା ପାଇଁ ପଡ଼ିବ ନା। ଆପଣ ସେଥିପାଇଁ ଜ୍ଞାନ ପାଇଁ କିଛି ପଢ଼ାପଢ଼ି କରନ୍ତୁ, ଆଧ୍ୟାତ୍ମିକ ବୁକ୍। ଦେଖିବେ ଆପଣଙ୍କ ମାଇଣ୍ଡ ଆପେ ଆପେ ପଳାଇ ଆସିବ ନାମ ଜପ ଉପରେ। ନମ୍ବର 7 ପଏଣ୍ଟଟା ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ, ଯେଉଁଟାକି ସବୁ ପାଖାପାଖି ଯେଉଁମାନେ ବି ନାମ ଜପ କରନ୍ତି ସବୁ ଗୁରୁମାନେ ବି କୁହନ୍ତି କି ନାମ ଜପ ଆମେ ନମ୍ବର ଉପରେ ସେ ଗୁରୁତ୍ୱ ଦିଅନ୍ତି। କୁହନ୍ତି କି ଆପଣ ପ୍ରଥମେ ଆପଣଙ୍କୁ ଟାର୍ଗେଟ୍ ବନେଇବାକୁ ପଡ଼ିବ କି ମୋତେ ଆଜି ଦିନ ଭିତରେ ମୋତେ ଏତିକି ନାମ ଜପ କରିବାର ଅଛି। ବାସ୍ ଗୋଟେ କାଉଣ୍ଟରଟେ କିଣିନେବେ,
काउंटर तो ऑलरेडी ऑनलाइन अवेलेबल अच्छी आपण मैंने जानते सहीटा को ऑर्डर करेंगे आउ आप रेगुलर नाम जप करेंगे। यहीटा हूँ मो आज वीडियो। आपण मैंने कौटू वीडियो देखुं निहाती कमेंट करी आपण प्लेस ना कहे।